ଶ୍ରୋତା ବନ୍ଧୁ, କିସ କଥା ବେଙ୍ଗୁଲି କଥା କି ବେଙ୍ଗୁଲି କାଠ ବେଙ୍ଗୁଲିରୁ ଆରମ୍ଭ ହୋଇ ପଞ୍ଚତନ୍ତ୍ର ହିତୋପଦେଶ ବେତାଳ ପଞ୍ଚବିଂଶତି ବୁଢ଼ୀ ଅସୁରୁଣୀ କଥା ପରିରାଇଜ କଥା ଇତ୍ୟାଦି ମଧ୍ୟ ଦେଇ ଗତି କରିଥିବା ଆମ ଓଡ଼ିଆ ଶିଶୁ ସାହିତ୍ୟ ପୁଣି ମଧ୍ୟ ଆଖ୍ୟାନ ଆଖ୍ୟାୟିକା କଥା କାହାଣୀ କଥାଣୀର ବିବିଧ କଳାତ୍ମକ ରୂପ ମଧ୍ୟ ଦେଇ ଓଡ଼ିଆ ଶିଶୁ ସାହିତ୍ୟକୁ ପରିପୁଷ୍ଟ କରିଛି। ଆଜି ଏମିତି ଜଣେ ଶିଶୁ ସାହିତ୍ୟିକଙ୍କୁ ଆମେ ଶୁଣିବା, ଯାହାଙ୍କ ପାଇଁ ଶିଶୁମାନେ ଈଶ୍ୱରଙ୍କ ବଗିଚାର କୁନି କୁନି ନିରୀହ ଫୁଲ। ସେ କହନ୍ତି, କେବଳ ଓଡ଼ିଆ କାହିଁକି, ଯେକୌଣସି ଭାଷାର ସାହିତ୍ୟ ପାଇଁ ଶିଶୁ ସାହିତ୍ୟ ହେଉଛି ସଞ୍ଜୀବନୀ ସଦୃଶ। ପିଲାଙ୍କ ପାଇଁ ଲେଖିବା ହେଉଛି ମୋ ଜୀବନର ବଡ଼ ଉପଲବ୍ଧି। ମାଟିର କୋମଳତା ଯେମିତି ବୃକ୍ଷମୂଳକୁ ଜାବୁଡ଼ି ରଖେ, ସେମିତି ସାହିତ୍ୟର ମିଠାପଣ ଗୋଟେ ଲେଖକକୁ ପାଠକ ପାଖରେ ବାନ୍ଧି ରଖେ। ଶ୍ରୋତା ବନ୍ଧୁ, ଏଇ ମିଠାପଣକୁ ନେଇ ଅନବରତ ଶିଶୁମାନଙ୍କ ନିମନ୍ତେ ବିବିଧ ଶିଶୁ ମନସ୍ତତ୍ଵ ଧର୍ମୀ ଗପର ଝୁମୁକା ବଜେଇଥିବା ଜଣେ କୃତବିଦ୍ୟ ଶିଶୁ ସାହିତ୍ୟିକ ହେଉଛନ୍ତି ଶ୍ରୀ ମାନସ ରଞ୍ଜନ ସାମଲ। ସେ ଶିଶୁ ସାହିତ୍ୟ ବାଦ୍ ଅନେକ ସାହିତ୍ୟ ବିଭାଗରେ ଲେଖନୀ ଚାଳନା କରନ୍ତି। ତେବେ ତାଙ୍କ ମତରେ ଶିଶୁ ସାହିତ୍ୟ ବାଦ୍ ଅନ୍ୟ କୌଣସିରେ ମୋର ଆତ୍ମସନ୍ତୋଷ ଅପେକ୍ଷାକୃତ ଟିକିଏ ଊଣା ଥାଏ, ଏହା ସ୍ୱୀକାର କରିବାରେ ଦ୍ୱିରୁକ୍ତି ନାହିଁ। ଯେତେବେଳେ ଲେଖିବା ମୋ ଉପରେ ସବାର ହୁଏ, ଭାରି ଅସ୍ତବ୍ୟସ୍ତ ଅନୁଭବ ହୁଏ। ସୃଷ୍ଟିର କାୟାକଳ୍ପ ଦୃଶ୍ୟମାନ ହେଲେ ମନରେ ବହୁଥିବା ଝଡ଼ ବାତ୍ୟା ନିରବିଯାଏ। ଗଡ଼ ଜୟ କଲା ପରି ଖୁବ୍ ଆଶ୍ୱସ୍ତି ଲାଗେ। ଶିଶୁ ସାହିତ୍ୟ ସହ ମୋର ସମ୍ପୃକ୍ତି ପିଲାଦିନୁ ଅନ୍ୟ କାହା ପରି ନୁହେଁ, ନିଜେ ନିଜ ପରି ନିଜ ଶୈଳୀରେ ଲେଖିବା ହେଉଛି ମୋର ମୁଖ୍ୟ କଥା। ସାହିତ୍ୟରେ ସବୁଠାରୁ ବଡ଼ ଆବଶ୍ୟକତା ହେଲା ସହାନୁଭୂତି, ସହୃଦୟତା ଓ ସହନଶୀଳତା। ପ୍ରକୃତ ସାହିତ୍ୟିକଙ୍କ ଠାରେ ଅହଙ୍କାର ନଥାଏ, ବରଂ ସ୍ୱାଭିମାନ ଥାଏ। କିଛି ଅଭାବବୋଧ ଆମ ପିଲାଙ୍କ ସାହିତ୍ୟରେ ପାଠକ ସ୍ପୃହାର ଅବଶ୍ୟ ଗତିରୋଧ କରୁଛି। ଏ କ୍ଷେତ୍ରରେ ପିଲାର ସମ୍ବେଦନଶୀଳ ମନସ୍ତତ୍ଵ ଆଧାରରେ ତାର ପରିବେଶ ପରିବେଷ୍ଟନୀ ପ୍ରତି ଗୁରୁତ୍ୱ ଦିଆଯାଇ ପିଲାଙ୍କ ସାହିତ୍ୟ ଲେଖାଯିବା ଜରୁରୀ। ତାର ରୁଚି ଓ ସାମର୍ଥ୍ୟକୁ ଲକ୍ଷ୍ୟ ରଖି ଯେଭଳି ସାହିତ୍ୟ ତା ପାଇଁ ଉପଭୋଗ୍ୟ ହେବ, ତାର ଆତ୍ମବିଶ୍ୱାସ ବଢ଼ାଇବ ଓ ତାକୁ ଆନନ୍ଦମୟ ଅନୁଭବ ଆଣିଦେବ, ତହିଁର ବିଚାର ବିମର୍ଶ ଆଜିର ଲୋଡ଼ା, ଯହିଁରୁ ପିଲାଟି ଆଶା, ଆନନ୍ଦ ଓ ଆଲୋକର ସନ୍ଧାନ ପାଇବ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଓଡ଼ିଶାର ସ୍ୱନାମଧନ୍ୟ ଗାଳ୍ପିକ ଶିଶୁ ସାହିତ୍ୟିକ ଶ୍ରୀ ମାନସ ରଞ୍ଜନ ସାମଲଙ୍କୁ, ଯିଏକି ଶିଶୁମାନଙ୍କ ଉଦ୍ଦେଶ୍ୟରେ ଦୀର୍ଘ 37 ବର୍ଷ ଧରି ଝୁମୁକା ପତ୍ରିକାର ସମ୍ପାଦନା କରି ଆସୁଛନ୍ତି। 20ରୁ ଊର୍ଦ୍ଧ୍ୱ ତାଙ୍କର କଥା ସାହିତ୍ୟର ରୂପ। ଶ୍ରୀ ମାନସ ରଞ୍ଜନ ସାମଲ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ଆମ ସ୍କୁଲ, ପରିବର୍ତ୍ତନ ଓ ପିଲାଙ୍କ ପତ୍ରିକା ସୁରଭିର ସମ୍ପାଦନା ଦାୟିତ୍ୱ ନିର୍ବାହ ମଧ୍ୟ କରିଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ମହୀଶୂର ସ୍ଥିତ କେନ୍ଦ୍ରୀୟ ଭାଷା ସଂସ୍ଥାନ ଦ୍ୱାରା 250ରୁ ଊର୍ଦ୍ଧ୍ୱ ପିଲାଙ୍କ ଗପ ଇଂରାଜୀରୁ ଓଡ଼ିଆ ଭାଷାରେ ଅନୁବାଦ କରିଥିବା ନିଶ୍ଚିତ ଭାବରେ ଆମ ପାଇଁ ଉଲ୍ଲେଖଯୋଗ୍ୟ।
ଶ୍ରୀ ମାନସ ରଞ୍ଜନ ସାମଲଙ୍କୁ ମନଛୁଆଁ ଗୀତ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି। ମହତ ସହିବା ଜନ କବିତା ପୁସ୍ତକ ପାଇଁ ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାରଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛି। ପ୍ରଜାତନ୍ତ୍ର ବିଶୁବ ମିଳନ ମୀନା ବଜାର ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ମୀନା ବଜାର ଗପ ପୁରସ୍କାର, କାଦମ୍ବିନୀ କୁନି କଥା ଶିଶୁ ସାହିତ୍ୟ ପୁରସ୍କାର ଆଦି 40ରୁ ଉର୍ଦ୍ଧ୍ୱ ପୁରସ୍କାର, ସମ୍ମାନ ଓ ସ୍ୱୀକୃତି ତାଙ୍କୁ ଲାଭ ହୋଇଛି। ସବୁଠୁ ବଡ଼ କଥା ହେଉଛି ଝୁମୁକାର ସମ୍ପାଦକ ଭାବରେ ଶ୍ରୀ ମାନସ ରଞ୍ଜନ ସାମଲ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଶିଶୁ ସାହିତ୍ୟ ପାଇଁ ସର୍ବଭାରତୀୟ ସ୍ତରରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି। ଶ୍ରୋତାବନ୍ଧୁ, ଆଜି ଶିଶୁ ସାହିତ୍ୟିକ ଶ୍ରୀ ମାନସ ରଞ୍ଜନ ସାମଲଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର ଶିଶୁ ଗଳ୍ପ ଆମେ ଶୁଣିବାକୁ ଯାଉଛେ, ଯାହାର ଶୀର୍ଷକ ହେଉଛି ବଢ଼େଇର ପୋଲ। ଗାଳ୍ପିକ ଶ୍ରୀ ମାନସ ରଞ୍ଜନ ସାମଲ। ଏକଦା ଦୁଇ ଭାଇ ଗୋଟିଏ ଗାଁରେ ରହୁଥିଲେ। ବାପ ଅଜା ଅମଳରୁ ଅଚଳାଚଳ ସମ୍ପତ୍ତି। ବୋହିଲେ ଖାଇଲେ ସରିବ ନାହିଁ। ସେମାନେ ଏକାଠି ପାଖାପାଖି ହୋଇ ରହିଥିବା ଦୁଇଟି ଜମିରେ ଚାଷବାସ କରି ଚଳୁଥିଲେ, ଯେମିତି କ୍ଷୀର ନୀର ସମ୍ପର୍କ। ଥରେ ସେମାନେ କୌଣସି କାରଣରୁ ନିଜ ନିଜ ଭିତରେ ଯୁକ୍ତି କରି ଝଗଡ଼ା ଲାଗିଲେ। ଝିମିଟି ଖେଳରୁ ମହାଭାରତ ଭଳି ସେମାନଙ୍କ ମଧ୍ୟରେ କଳିଗୋଳ ଏତେ ବାଟ ଚାଲିଗଲା ଯେ ଥମିବାର ନାଁ ଧରିଲାନି। ଫଳତଃ ସେମାନଙ୍କ ଭିତରେ ଥିବା ବହୁ ଦିନର ସ୍ନେହ, ମମତା, ଆତ୍ମୀୟତା ସବୁ ଭାଙ୍ଗି ଚୁରମାର ହୋଇଗଲା। ସାଧାରଣ ଭୁଲ ବୁଝାମଣାରୁ ଏହା ଆରମ୍ଭ ହୋଇ ଶେଷରେ ବିରାଟ ରୂପ ନେଲା। ଦିନେ ଦୁହେଁ ପରସ୍ପରକୁ ଅଭଦ୍ର ଭାଷାରେ ଗାଳି ଗୁଲଜ କଲେ। ସେହି ଦିନଠାରୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବି ବନ୍ଦ ହୋଇଗଲା, ଆଉ ସେମାନେ ଅଲଗା ହୋଇଗଲେ। ପରେ ଚୁପଚାପ ଯିଏ ଯେଝା କାମରେ ଲାଗିଲେ। ଆଉ କେହି କାହାର ସାହାଯ୍ୟ ଲୋଡ଼ିଲେ ନାହିଁ। ଏପରି ହେଲା, କେହି କାହା ମୁହଁକୁ ସୁଦ୍ଧା ଚାହିଁଲେ ନାହିଁ। ଯେଝା ବାଟରେ ଯିଏ ରହିଲେ। ଏହାର କିଛି ଦିନ ପରେ କେହି ଜଣେ ଲୋକ ଆସି ବଡ଼ ଭାଇର ଘର କବାଟ ବାଡ଼େଇଲା। ବଡ଼ ଭାଇ କବାଟ ଖୋଲି ଦେଖେ ତ ଜଣେ ଲୋକ ହାତରେ କାଠର ଯନ୍ତ୍ରପାତି ଧରି ବାହାରେ ଠିଆ ହୋଇଛନ୍ତି। କଥା କ'ଣ ବୋଲି ପଚାରନ୍ତେ ତହୁଁ ଲୋକଟି କହିଲା, ମୁଁ ଜଣେ ସାଧାରଣ ଗରିବ କାଠ ମିସ୍ତ୍ରୀ, ଗୋଟିଏ କାମ ଖୋଜୁଛି। ବୋଧହୁଏ ତୁମେ ମୋତେ କିଛି ସାହାଯ୍ୟ କରିପାରିବ। ଏବେ ଭାବୁଛି ମୋ ପାଇଁ ଏଠାରେ କିଛି କାମ ମିଳିଯାଇପାରେ। ଯଦି ତୁମର କିଛି କାମ ଅଛି ମୋତେ କହିଲେ ମୁଁ ଖୁସିରେ କରିବି। ବଡ଼ ଭାଇ କିଛି କ୍ଷଣ ଭାବି ସେ ଲୋକଟିକୁ କହିଲା, ଆଚ୍ଛା ଠିକ୍ ଅଛି, ଏଥର ଶୁଣ। ସେଇ ଛୋଟ ନଈର ଅନ୍ୟ ପାର୍ଶ୍ୱରେ ଥିବା ଧାନ କ୍ଷେତକୁ ଦେଖ। ସେ ହେଉଛି ମୋ ପଡ଼ୋଶୀ, ପ୍ରକୃତରେ ମୋ ସାନ ଭାଇର କ୍ଷେତ। ଗତ କିଛି ଦିନ ତଳେ ଆମ ଦୁଇ ଜଣଙ୍କର ଚାଷ ଜମି ମଝିରେ ଗୋଟିଏ ସୁନ୍ଦର ଘାସ ପଡ଼ିଆ ଥିଲା। କଅଁଳ ଖରାର ସୁନେଲି କିରଣ ପଡ଼ି ପଡ଼ିଆଟି ବେଶ୍ ସୁନ୍ଦର ଲାଗୁଥିଲା। ସେଠାକୁ କଙ୍କି, ପ୍ରଜାପତି, ଝିଣ୍ଟିକା ଆସି ଏ ଫୁଲରୁ ସେ ଫୁଲ ଧୀର ପବନରେ ଉଡ଼ି ବୁଲୁଥିଲେ। ଆମ ଦି ଭାଇଙ୍କ ପୁଅ ଝିଅ ବି ଆକାଶର ତାରା ଭଳି ଘାସ ପଡ଼ିଆରେ ଖେଳି ବୁଲି ଖୁସିରେ ନାଚୁଥିଲେ। ସାନ ଭାଇ ଏବେ କିନ୍ତୁ ସେଇ ଘାସ ପଡ଼ିଆକୁ ଖୋଳି ଖୋଳି ସେଠାରେ ନଈଟିଏ ବୁହାଇ ଦେଇଛି। ବର୍ତ୍ତମାନ ଆମ ଦୁଇ ଜଣଙ୍କ ଭିତରେ ପ୍ରତିବନ୍ଧକ ସାଜି ସେଇ ନଈଟି ବହିଯାଉଛି। ସେ ମୋତେ ବୋଧହୁଏ ଅସୁବିଧାରେ ପକାଇବା ପାଇଁ ଏପରି କରିଛି। କିନ୍ତୁ ଦେଖ, ଗୋଟିଏ ଗଦା କାଠ ସେଠାରେ ସାଇତି ରଖାହୋଇଛି। ମୁଁ ଚାହେଁ ତୁମେ ଗୋଟିଏ 8 ତାଳ ପାହାଡ଼ ସରି ଖୁବ୍ ଉଚ୍ଚ ଓ ଲମ୍ବା କାଠର ମଜବୁତ ବାଡ଼ ସେଥିରେ ତିଆରି କରି ଠିଆ କରିଦେବ।
ଯେମିତି ମୁଁ ତାକୁ କି ତାର କ୍ଷେତକୁ ଆଉ କେବେ ବି ଦେଖିପାରିବି ନାହିଁ। ଯେସାକୁ ତେସା ଯେସାକୁ ତେସା ନୀତିରେ ମୁଁ ତାର ପ୍ରତିଶୋଧ ନେବି। ତ ଲୋକଟି କହିଲା, ଠିକ୍ ଅଛି, ତେବେ ମୋତେ ତୁମେ କିଛି ଲୁହା କଣ୍ଟା ଓ ଗାତ ଖୋଳିବା ପାଇଁ ଯନ୍ତ୍ରପାତି କିଣି ଆଣି ଦିଅ। ମୁଁ ସେଥିରେ ତୁମ ଇଚ୍ଛା ମୁତାବକ ଗୋଟିଏ ଭଲ ବାଡ଼ ତିଆରି କରିଦେବି। ତାପରେ ବଡ଼ ଭାଇ ବଜାରକୁ ଯାଇ ବରାଦ ମୁତାବକ ସବୁ ସରଞ୍ଜାମ କିଣି ଆଣିଦେଲେ। ପରଦିନ ବଢ଼େଇ କାମରେ ଲାଗିଗଲା। ତା ମଗଜ ଖଟାଇ ଦିନ ସାରା ମାପି ଚୁପି କଣ୍ଟା ବାଡ଼େଇ କାଠକୁ ଠିକ୍ ଭାବରେ କାଟି ଗୋଟିଏ ସୁନ୍ଦର ବାଡ଼ ତିଆରି କରିଦେଲା। ସନ୍ଧ୍ୟାକୁ ଯେତେବେଳେ ବଡ଼ ଭାଇ ଆସି ଦେଖିଲା, ବଢ଼େଇ ତାର କାମ ଶେଷ କରିଦେଇଛି। କିନ୍ତୁ ଏ କ'ଣ? ସେ ତା ନିଜ ଆଖିକୁ ସୁଦ୍ଧା ବିଶ୍ୱାସ କରିପାରିଲା ନାହିଁ। ତା ସାମ୍ନାରେ କୌଣସି ବାଡ଼ ନଥିଲା। ସେ ଯେମିତି ଏକ ଶକ୍ତ ପ୍ରତିବନ୍ଧକ ଚାହୁଁଥିଲା। ବରଂ ଏହା ଥିଲା ଗୋଟିଏ ସୁନ୍ଦର ପୋଲ, ଯେଉଁ ପୋଲଟା ନଈର ଗୋଟିଏ ପାଖରୁ ଆଉ ଗୋଟିଏ ପାଖ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ସେଥିରେ ହାତ ତିଆରି କୁଟି କମକରା ଅତି ସୁନ୍ଦର ବାଡ଼ ମଧ୍ୟ। ଆଶ୍ଚର୍ଯ୍ୟ! ତା ସାନ ଭାଇ ଏହାକୁ ଦେଖି ସେମାନଙ୍କ ପାଖକୁ ଆସିଲା। ସେ ହାତ ଦେଖାଇ ଅତି ଖୁସିରେ ବଢ଼େଇକୁ କହିଲା, ତୁମେ ଏଇ ପୋଲଟି ତିଆରି କରିଛ ତ? ମୁଁ ବହୁତ ଦିନ ହେଲା ମନେ ମନେ ଏହା ଚାହୁଁଥିଲି, ଆଉ ତୁମେ ଏବେ ତାକୁ କରିଦେଲ। ଦୁଇ ଭାଇ ପୋଲର ଦୁଇ ପାଖରେ ନୀରବରେ ଠିଆ ହୋଇଥିଲେ କେବଳ। କ'ଣ ହେଲା କେଜାଣି, ହଠାତ୍ ସେମାନେ ଦୁହେଁ ମଝିକୁ ଆସି ପରସ୍ପରର ହାତ ଧରାଧରି ହେଲେ। ସେମାନଙ୍କ ମନ ଭିତରେ ଏଥର ଆଉ କୌଣସି ମାନ ଅଭିମାନ ନଥିଲା। ପିଛିଲା ଦିନର କଥା ସବୁ ପାଶୋରି ଦେଇ ସ୍ମିତ ହାସ୍ୟରେ ପରସ୍ପରକୁ ଚାହିଁଲେ। ଏବେ ସେମାନେ ପଛକୁ ବୁଲି ଦେଖିଲା ବେଳକୁ ବଢ଼େଇଟି ତାର ଜିନିଷପତ୍ର ମୁଣ୍ଡେଇ ଯିବା ପାଇଁ ବାହାରିଛି। ସାଙ୍ଗେ ସାଙ୍ଗେ ବଡ଼ ଭାଇ ଜଣକ କହିଲା, ନା ନା, ତୁମେ ଯାଅ ନାହିଁ। ତୁମେ ଯେଉଁ ଅତି ସୁନ୍ଦର ଓ ଭଲ କାମଟେ ଆମ ପାଇଁ କରିଛ, ସେଥିପାଇଁ ତୁମକୁ ଅଶେଷ ଧନ୍ୟବାଦ। ତୁମ ପାଇଁ ଏଠାରେ ଆହୁରି କେତେଗୁଡ଼ିଏ ଅଧୁରା କାମ ବାକି ଅଛି। ବଢ଼େଇଟି କହିଲା, ହଁ, ମୁଁ ରହିଥିଲେ ହୁଏତ ଖୁସି ହେଇଥାନ୍ତି, କିନ୍ତୁ ମୋତେ ଆହୁରି କିଛି ପୋଲ ଆଗକୁ ତିଆରି କରିବାକୁ ପଡ଼ିବ। ଦୁନିଆରେ ଏଇଭଳି ଆହୁରି କେତେ ନା କେତେ ପୋଲ ତିଆରି କରି ମନକୁ ମନରେ ଯୋଡ଼ିବା କାର୍ଯ୍ୟ ମୋ ପାଇଁ ଅପେକ୍ଷା କରି ରହିଛି। ଏହାଦ୍ୱାରା କେତେ ଭଙ୍ଗା ଘରକୁ ସଜାଡ଼ିବା କାମଟି ଶେଷ ହେବ। ଏସବୁ ନ ସାରିଲେ ଈଶ୍ୱର ମୋତେ କ୍ଷମା ଦେବେନି। ବିଦାୟ ବନ୍ଧୁ, ବିଦାୟ। ଏତକ କହି ବଢ଼େଇଟି ଏକାମୁହାଁ ଚାଲିଗଲା, ଆଉ ପଛକୁ ଫେରି ଚାହିଁଲା ନାହିଁ। ଏବେ ଦୁଇ ଭାଇଙ୍କ ଚକ୍ଷୁରୁ ଦୁଇ ବୁନ୍ଦା ଆନନ୍ଦାଶ୍ରୁ ନିଗିଡ଼ିଗଲା। ସେମାନେ କେବଳ ଯାହା ସେ ବଢ଼େଇର ଅଫେରା ବାଟକୁ ଅପଲକ ନୟନରେ ଚାହିଁ ରହିଥିଲେ। ବଢ଼େଇ ଦୂରକୁ ଚାଲିଗଲା ପରେ ସେମାନେ ପରସ୍ପରକୁ କହିଲେ, ସତରେ ଆମେ ଦୁଇ ଭାଇ କେହି କାହାର ଶତ୍ରୁ ନୁହନ୍ତି। ଏଥର ସେମାନେ ପୁରୁଣା ଦିନର ରାଗ ରୁଷା ଭୁଲି ପୁଣି ଏକାଠି ହେଲେ ଓ ସେହି ବଢ଼େଇ ପ୍ରତି କୃତଜ୍ଞତାରେ ମୁଣ୍ଡ ନୁଆଁଇ ବେଶ୍ ସୁଖ ଶାନ୍ତିରେ ରହିଲେ। ବଢ଼େଇର ହାତ ତିଆରି ପୋଲ ନଈର ଦି କୂଳକୁ ଯୋଡ଼ିଲା ଭଳି ଦୁଇ ଭାଇଙ୍କ ମନକୁ ମନରେ ଯୋଡ଼ି ଦେଇଥିଲା। ସେ ଗାଁର ସବୁଠୁ ପୁରୁଣା ବାସିନ୍ଦା ଏ ଦୁଇ ଭାଇଙ୍କ ଅକସ୍ମାତ୍ ମେଳକ ଦେଖି ସାରା ଗାଁଟା ହସିଲା ପୂରିଲା ଲାଗିଲା। ସେମାନଙ୍କ କ୍ଷେତ ମଝିରେ ପୂର୍ବରୁ ଥିବା ଘାସ ପଡ଼ିଆ ଗଛ ବୃକ୍ଷ ସବୁଜିମାରେ ପୁଣି ଭରିଗଲା। କୁନି କୁନି ତାରା ପରି ଫୁଲ ସବୁ ଫୁଟି ଉଠିଲେ। ସେଠି ସକାଳ ହେଲେ ଗୁଣ୍ଡୁଚି ମୂଷା, ବଣି, ଗୁଣ୍ଡୁରି ଚଢ଼େଇଙ୍କ କିଚିରିମିଚିରି ଗୀତରେ ପ୍ରକୃତି ହସି ଉଠିଲା ଯେମିତି। ଗଲା ଆଇଲା ଯିଏ ଦେଖିଲା, ସିଏ କହିଲା, ଭାଇ ହେବ ତ ଏମିତି। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କ ଏକ ସୁନ୍ଦର ଗପ, ଯାହାର ଶୀର୍ଷକ ଥିଲା ବଢ଼େଇର ପୋଲ। ଗପଟି କେମିତି ଲାଗିଲା ଆପଣଙ୍କର
ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।